ଦେଶରେ ନୂଆ ବଜେଟ୍ ଆସିଲା ପରେ ପୁଣି ଥରେ କମିଲା ସୁନା ଦର। ଆଜି ରାଜ୍ୟରେ ସୁନାର ମୂଲ୍ୟ 24 କ୍ୟାରେଟ୍ ଏବଂ 22 କ୍ୟାରେଟ୍ ସୁନାର ଦରଦାମ ତଳକୁ ଖସିଛି। ତେବେ ଓଡ଼ିଶାରେ ଏବଂ ଭାରତର ଅନ୍ୟାନ୍ୟ ସହରରେ କେତେ ଟଙ୍କା ଘଟିଛି, ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା ଏ ଭିଡିଓ ମାଧ୍ୟମରେ। କାରଣ ସୁନାର ଦରଦାମ କେତେବେଳେ ଖସିଥାଏ ତ କେତେବେଳେ ବଢ଼ିଥାଏ। ତ ବନ୍ଧୁଗଣ, ସୁନାକୁ ସମସ୍ତ ଗରିବ ଧନୀ ଶ୍ରେଣୀର ଲୋକଙ୍କ ପାଇଁ ପସନ୍ଦ ଥାଏ। ଖାସ୍ କରି ଗରିବ ଶ୍ରେଣୀର ଲୋକ ସୁନାକୁ ନିଜ ଭବିଷ୍ୟତ ପାଇଁ ମଧ୍ୟ କିଣିକି ରଖନ୍ତି। କାରଣ ସୁନାକୁ ସେମାନେ ନିଜ ଦୁଃଖ ସୁଖର ସାଥୀ ବୋଲି ଭାବିଥାନ୍ତି। ତ ଆସନ୍ତୁ ଜାଣିବା ଆଜିର ରେଟ୍ କେତେ ଅଛି। ତେବେ ଦର୍ଶକ ବନ୍ଧୁ, ଆଜି ଭାରତର ରାଜଧାନୀ ଦିଲ୍ଲୀରେ ମଧ୍ୟ ସୁନାର ଦର କମିଥିବାର ଦେଖିବାକୁ ମିଳିଛି। 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,52,500 ଟଙ୍କା ଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,39,800 ଟଙ୍କା ରହିଛି। ତେବେ ସେଭଳି ଭାରତର ପ୍ରମୁଖ ସହର ମୁମ୍ବାଇରେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,52,350 ଟଙ୍କା ଥିବା ବେଳେ 22 କ୍ୟାରେଟ୍ ଗୋଲ୍ଡର ମୂଲ୍ୟ 1,39,950 ଟଙ୍କା ରହିଛି। ତେବେ ଯଦି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇ କଥା କହିବା, ଚେନ୍ନାଇ ସହରରେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,54,400 ଟଙ୍କା ଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,41,200 ଟଙ୍କା ରହିଛି। ସେହିଭଳି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସୁନାର ଦର 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,51,500 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,39,100 ଟଙ୍କା ରହିଛି। ଦର୍ଶକ ବନ୍ଧୁ, ଇଏ ତ ଥିଲା ଭାରତର ପ୍ରମୁଖ ସହରମାନଙ୍କର କରେଣ୍ଟ ସୁନା ପ୍ରାଇସ୍। ତ ଆସନ୍ତୁ ରୂପାର ମଧ୍ୟ ପ୍ରାଇସ୍ କେତେ ଚାଲିଛି ଜାଣିନେବା। ଆଜି ରାଜ୍ୟରେ ରୂପାର ମୂଲ୍ୟ 10 ଗ୍ରାମ ପିଛା 2750 ଟଙ୍କା ଥିବା ବେଳେ 100 ଗ୍ରାମ ରୂପାର ମୂଲ୍ୟ 27,500 ଥିବା ବେଳେ 1 କେଜି ରୂପାର ମୂଲ୍ୟ 27,500ରେ ପହଞ୍ଚିଛି। ଦର୍ଶକ ବନ୍ଧୁ, ରୂପାର ମୂଲ୍ୟ ସୁନା ଅପେକ୍ଷା ବହୁତ କମି ଯାଉଛି। ଯଦି ଆପଣ ବି କିଣିବାକୁ ଚାହୁଁଛନ୍ତି ତାହେଲେ କିଛି ଦିନ ଅପେକ୍ଷା କରନ୍ତୁ।